ସତରେ କ'ଣ ଫେସବୁକ୍ରେ ଏମିତି କିଛି ଟଙ୍କା ମିଳେ? ତ ଆପଣମାନଙ୍କ ମଧ୍ୟରେ ଏହି ପ୍ରଶ୍ନ ଉଙ୍କି ମାରୁଥିବ। ତାହାର ସମାଧାନ ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଇବି। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଫେସବୁକ୍ରୁ ରୋଜଗାର ଉପାୟ କ'ଣ କ'ଣ ଅଛି ପ୍ରଥମେ ଚାଲନ୍ତୁ ଜାଣିନେବା। ତ ଆପଣମାନେ ଜାଣିଥିବେ ଆଜିକାଲି ଫେସବୁକ୍ରେ ବହୁତ ଲୋକ ସମୟ ଦିଅନ୍ତି। ସେମାନେ ଲାଇକ୍ ହେଉ କି ଆପଣମାନଙ୍କର କମେଣ୍ଟ ହେଉ ସମସ୍ତେ ଅନେଇକି ବସିଥାନ୍ତି କି କିଏ କମେଣ୍ଟ ଦେଲା କିଏ ଲାଇକ୍ କଲା। ତ ତା'ର ଫାଇଦା ବି ଅଛି। ଆଜିକାଲି ଫେସବୁକ୍ କେବଳ ବନ୍ଧୁମାନଙ୍କ ସହିତ ସଂଯୋଗ ସ୍ଥାପନ କରିବା କି ଫଟୋ ଏବଂ ସେୟାର କରିବାର ଏକ ପ୍ଲାଟଫର୍ମ ନୁହେଁ, ବରଂ ଏ ଆୟର ଏକ ବଡ଼ ଉତ୍ସ ମଧ୍ୟ ହୋଇପାରିଛି। ଯଦି ଆପଣ ଭାବୁଛନ୍ତି ଯେ କେବଳ ବଡ଼ କ୍ରିଏଟର କିମ୍ବା ସେଲିବ୍ରିଟି ମାନେ ଫେସବୁକ୍ରେ ଟଙ୍କା ରୋଜଗାର କରିପାରିବେ, ତେବେ ତାହା ଆପଣ ଭୁଲ ଭାବୁଛନ୍ତି। ସଠିକ୍ ଗଣନା କଲେ ଜଣାଯାଇଛି ଯେ ଟିକିଏ ପ୍ରୟାସ ସହିତ ଆପଣ ମଧ୍ୟ ଘରେ ବସି ଫେସବୁକ୍ରୁ ବହୁତ ରୋଜଗାର କରିପାରିବେ। ପ୍ରଥମେ ଆପଣଙ୍କୁ ବୁଝିବାକୁ ପଡ଼ିବ ଯେ ଫେସବୁକ୍ ଆଉ କେବଳ ଏକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ନୁହେଁ, ବରଂ ଏକ ଡିଜିଟାଲ ମାର୍କେଟ ମଧ୍ୟ ଏବଂ କମେଣ୍ଟ କ୍ରିଏସନ୍ କେନ୍ଦ୍ର ପାଲଟିଛି। ଏଠାରେ ପ୍ରତ୍ୟେକ ବ୍ୟବହାରକାରୀ ଆଗ୍ରହ ଏବଂ ପ୍ରତିଭା ଅନୁସାରେ ରୋଜଗାର କରିବାର ସୁଯୋଗ ମଧ୍ୟ ଅନେକ ପାଇଥାନ୍ତି। ଆପଣ ଦେଖିଥିବେ ପ୍ରାୟତଃ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ ଯେ ଫେସବୁକ୍ରେ କେତେ ଫଲୋଅର୍ସ ରହିବା ଉଚିତ, କେତେ ଭ୍ୟୁ ହେବା ଉଚିତ ଆଣ୍ଡ ମନିଟାଇଜେସନ୍ କେତେ ହେଲେ ଆପଣମାନଙ୍କର ହେଇପାରିବ। ତ ଆପଣ ଭାବୁଥିବେ 1000 ଫଲୋଅର୍ସ ହେଲେ କ'ଣ ମନିଟାଇଜେସନ୍ ହେଇପାରିବ? ସେଇଟା ଆପଣମାନଙ୍କର ଭାବିବା ଭୁଲ। ତେବେ କିଛି ଲୋକଙ୍କ ମନରେ ପ୍ରଶ୍ନ ମଧ୍ୟ ଆସିଥାଏ ଯେ 1000 ଫଲୋଅର୍ସ ପାଇବା ପରେ ଆପଣ ଟଙ୍କା ପାଇବା ଆରମ୍ଭ କରିବେ କି? ତେବେ ଏହାର ସିଧାସଳଖ ଉତ୍ତର ହେଉଛି ନା। ତ ଫେସବୁକ୍ ଆଣ୍ଡ ଆପଣମାନଙ୍କର ମେଟାର କିଛି ସିଷ୍ଟମେଟିକ୍ ଅଛି। ଆପଣମାନଙ୍କର 1000 ଫଲୋଅର୍ସରେ କେବେ ମନିଟାଇଜେସନ୍ ହୁଏନି। ତ ଫେସବୁକ୍ର ମୁଖ୍ୟ ହେଉଛି ମେଟା ଆପଣମାନଙ୍କର ଭିଡ଼ିଓ ଗୁଡ଼ିକ ଆଣ୍ଡ ପୋଷ୍ଟ ଯାହା ବି କରୁଛନ୍ତି, ଇମେଜ୍ ହେଉ ଆପଣମାନଙ୍କର ଫଟୋ ଭିଡ଼ିଓ ଯାହା ବି ଅଛି, ଆପଣମାନଙ୍କର ଲୋକପ୍ରିୟ ଦେଖିକି ସେ ମେଟା ଆପଣମାନଙ୍କୁ କ'ଣ କରିବ ନା ଆଗକୁ ବଢ଼େଇବ କି ମାନେ ଫଲୋଅର୍ସମାନଙ୍କୁ ନେଇକି ଆସିଥାଏ। ତ ଫେସବୁକ୍ରେ ଆପଣମାନେ ଜାଣିଥିବେ ମନିଟାଇଜେସନ୍ ହେଲା ପରେ ଆପଣମାନଙ୍କର ମନିଟାଇଜେସନ୍ ନୀତି ଅନୁଯାୟୀ ଆପଣମାନଙ୍କର ଇନଷ୍ଟ୍ରିମ୍ ବିଜ୍ଞାପନ ଆଣ୍ଡ ଆପଣମାନଙ୍କର ବୋନସ୍ ପ୍ରୋଗ୍ରାମ୍, ଆପଣଙ୍କର ଷ୍ଟାର ବହୁତ କିଛି ଅଛି ଆପଣ ଜାଣିଥିବେ ଯେଉଁମାନେ କି ୟୁଜ୍ କରୁଛନ୍ତି। ତ ବର୍ତ୍ତମାନ ଦେଖିନେବା ଆପଣମାନେ ଫେସବୁକ୍ରେ କ'ଣ ଜିନିଷ ସେୟାର କରିକି ଆପଣମାନେ ଟଙ୍କା ରୋଜଗାର କରିପାରିବେ। ଯଦି ଆପଣଙ୍କ ପାଖରେ କିଛି ଯଦି ଟ୍ୟାଲେଣ୍ଟ ଅଛି, ଆପଣମାନଙ୍କର ନଲେଜ୍ ଅଛି ଫେସବୁକ୍ ଉପରେ, ଆପଣମାନେ ଯେପରିକି ଭିଡ଼ିଓ ତିଆରି କରିବା, ମୋଟିଭେସନାଲ୍ ହେଉ ଆପଣମାନଙ୍କର କଣ୍ଟେଣ୍ଟ, ଟେକ୍ ରିଭ୍ୟୁ, ଆପଣ ରୋଷେଇ ହେଉ ଆପଣମାନଙ୍କର ଭିଡ଼ିଓ କ୍ରିଏଟିଂ ହେଉ ଯାହା ବି ହେଉ, ଆପଣମାନେ ଫଟୋ ବି ପକାଉଛନ୍ତି ଏଡ଼ିଟ୍ କରିକି, ଆପଣମାନଙ୍କର ଏଡ଼ିଟ୍ କଳା ହେଉ ଯାହା ବି ହେଉ, ତେବେ ଆପଣ ତାହାକୁ ଫେସବୁକ୍ରେ ସେୟାର କରିପାରିବେ। ଆପଣମାନେ ସେୟାର କରନ୍ତୁ। ଆପଣମାନେ ଯଦି ପକାଉଛନ୍ତି ଆପଣ ସେୟାର କରି ଚାଲନ୍ତୁ। ପେଜ୍ରେ ନିରନ୍ତର ଭଲ କମେଣ୍ଟ ପୋଷ୍ଟ କର। ଆପଣମାନଙ୍କର ଯେଉଁ କମେଣ୍ଟ ଅଛି ସେଇଟା ଭଲ କମେଣ୍ଟ ମଧ୍ୟ ଦିଅନ୍ତୁ, ବାଡ଼ କମେଣ୍ଟ ଦିଅନ୍ତୁ ନାହିଁ। ସେଇଟା ହେଉଛି ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆଜିକାଲି ଫେସବୁକ୍ରେ ରିଲ୍ ଉପରେ ଅଧିକ ଲୋକ ମାନେ ଫୋକସ୍ କରନ୍ତି, କାହିଁକିନା ରିଲ୍ସ ପକାନ୍ତି। ତ ରିଲ୍ସରେ ମଧ୍ୟ ଆପଣମାନଙ୍କର ବହୁତ ଇନକମ୍ କରିବାର ବାଟ ମଧ୍ୟ ଅଛି। ଆପଣମାନେ ଭିଡ଼ିଓ ହେଉ କିମ୍ବା ରିଲ୍ସରେ ମଧ୍ୟ ଆପଣ ଲକ୍ଷ ଲକ୍ଷ ଟଙ୍କା ଇନକମ୍ କରିପାରିବେ। ଆଉ ଆପଣମାନଙ୍କ ରିଲ୍ସ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିବ। ତ ଗୋଟେ କଥା ଏଠି ଆପଣମାନଙ୍କର ପ୍ରଶ୍ନ ଉଠୁଥିବ ଯେ ଆଚ୍ଛା ଫେସବୁକ୍ ଭ୍ୟୁ ଅନୁସାରେ ମିଳେ ନା ଆପଣମାନଙ୍କର ଷ୍ଟ୍ରିମ୍ ଆଡ୍ ଉପରେ ମିଳେ? ତ ଆପଣମାନେ ଦେଖନ୍ତୁ, ଆପଣଙ୍କ ଭ୍ୟୁ ଅନୁସାରେ ଆପଣମାନଙ୍କର ଚ୍ୟାନେଲ୍ ମଧ୍ୟ ଗ୍ରୋ ହେଇଯାଏ। ଗ୍ରୋ ହେଲା ପରେ ଆପଣଙ୍କ ମେଟା ଆପଣମାନଙ୍କୁ ସୁଯୋଗ ଦିଏ ମନିଟାଇଜେସନ୍ କରିବା ପାଇଁ। ତ ବର୍ତ୍ତମାନ ଦେଖିନେବା କେତେ ଫଲୋଅର୍ସ ହେଲେ ମନିଟାଇଜେସନ୍ ଚ୍ୟାନେଲ୍ଟା ହେଇଯିବ। ତ ଆପଣମାନେ ଜାଣିଥିବେ ଫେସବୁକ୍ରେ ମନିଟାଇଜେସନ୍ ସିଷ୍ଟମ୍ର ଆପଣମାନେ ଜାଣିଥିବେ ମେଟା ଫର୍ କ୍ରିଏଟର୍ସ ପ୍ରୋଗ୍ରାମ୍ ଅଧ୍ୟୟନରେ ଚାଲିଥାଏ, ଯାହା ଦର୍ଶକଙ୍କୁ ନିୟମିତ କଣ୍ଟେଣ୍ଟ ଯୋଗାଉଥାଏ ଆପଣମାନେ ଜାଣିଥିବେ। ତ ଫେସବୁକ୍ରେ ମନିଟାଇଜେସନ୍ ପାଇଁ ବିଭିନ୍ନ ପ୍ରକାର ଆପଣମାନଙ୍କୁ ଉପକରଣ ପ୍ରଦାନ କରେ, ଯାହା ମେଟା ଆପଣମାନଙ୍କୁ ଦେଇଥାଏ।
सेठी कौन कौन अच्छी ना इन स्ट्रीम विज्ञापन वीडियो माध्यम चलती विज्ञापन फैन सब्सक्रिप्शन सब्सक्राइबर ठार रोजगार ब्रांडेड कंटेंट और फेसबुक रील्स बोनस इत्यादि आपण मानक व्यू मिलता है। जदि आपण वीडियो क्रिएटर और फेसबुक नियमित कंटेंट पोस्ट करती तेबे आपण मानकर कौन हम ना स्ट्रीम विज्ञापन रोजगार करें। आपण जदि कंटिन्यू वीडियो पकाती देन आपण फॉलोअर्स बढ़ी फॉलोअर्स बढ़िया पर आपंकर गोटे स्ट्रीम एड्स हो एथिपाई आपण योग्यता कौन हो देखु। प्रथम आपणकर पेज रे अति कम रे 10,000 सब्सक्राइबर किंबा फॉलोअर्स होइथिबा आवश्यक। से 10,000 फॉलोअर्स किंबा सब्सक्राइबर 60 दिन भितर आपण मानकर अति कम रे 60,000 घंटा होइथिबा आवश्यक। वाचिंग टाइमटा सेतिकी रहउछि सेतिकी होला पर आपण मानकर चैनलटा मोनेटाइजेशन हो जिवो। तो आपण मानकर चैनल मोनेटाइजेशन होला पर आपण माने जेमिति आड्स आपण मानकर आड हो जहाँ भी बोनस आपण मानकर मेटा आपण मानकु देई थाए। तो आपण से ऊपर गुरुत्व दियंतु आपण माने वीडियो जारी रखंतु पकेबार एंड आपण माने ओरिजिनल कंटेंट ऊपर बेसी नजर रखंतु। तो ओरिजिनल फोटो मते दियंतु माने कॉपीराइट को आपण माने अवॉइड करंतु। कॉपीराइट हेले आपण मानकर चैनलटा टिके प्रॉब्लम रहइबो। तो एथिला आपण मानक पई इन्फॉर्मेशन भल लागले गोटे लाइक करिवे एंड शेयर करिवे। रोज नमस्कार।